महिला शिक्षयित्री ममता परिडाଙ୍କ टंका थिबा भ्यानिटी ब्यागକୁ ବ୍ୟାଙ୍କ ସାମ୍ନାରୁ ଯୁବକ ଝାମ୍ପି ନେଇ ମାରିଥିଲା ଚମ୍ପଟ। ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଗୋଡ଼େଇ ଗୋଡ଼େଇ ଧରିଥିଲେ ଲୁଟେରାକୁ। ତିର୍ତ୍ତୋଲ ପୋଲିସର ଜିମା ଦେଇଥିଲେ। ତେବେ ଲୁଟେରା ଅମରେନ୍ଦ୍ର ଦାସ ଋଣ ଚାପରୁ ମୁକ୍ତି ପାଇବା ପାଇଁ ଏପରି କଥା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି। ଅମରେନ୍ଦ୍ର ସ୍ଥାନୀୟ ପିମ୍ପଳମାଧବ ପଞ୍ଚାୟତର ବତୁଳ ଗ୍ରାମର ବୋଲି ଜଣାଯାଇଛି। ଆସାମୀ ଅମରେନ୍ଦ୍ରଙ୍କଠାରୁ 55,000 ଟଙ୍କା, ଏକ ଭ୍ୟାନିଟି ବ୍ୟାଗ୍, ଏକ ମୋବାଇଲ ଫୋନ୍, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପାସବୁକ୍ ଓ ଏକ ଚେକ୍ ବୁକ୍ ପୋଲିସ ଜବତ କରିଛି ଏବଂ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ। ବନ୍ଦ କଲା ପରେ ମୁଁ ଧୀରେ ଧୀରେ ଆସିଲି ପାହାଚ ତଳକୁ ଆସିଲା ବେଳକୁ ସେଇଠି ମୁଁ ପଛପଟେ କେତେବେଳେ ଥିଲା ଆସିକି ଖାପକିନି ମୋ ହାତରୁ ଛଡ଼େଇ ନେଇକି ମୋତେ ପେଲି ଠେଲି ଫୋପାଡ଼ି ଦେଇକି ମୁଁ ମାଡ଼ି ବସି ଧରିଥିଲି ବ୍ୟାଗ୍କୁ, ତଥାପି ପେଲିକିରି ନେଇଗଲା ପରେ ମୁଁ ପୁଣି ଉଠିକି ବାଲାନ୍ସ କରି ତା ପଛରେ ଦୌଡ଼ିକି ଗଲା ପରେ ସେ କିଛି ବାଟ ଗଲା ପରେ ମେନ୍ ରୋଡ଼୍ ରହିଲାନି, ସେ ପାଖ ଜଙ୍ଗଲ ଭିତରକୁ ପଶିଗଲା। ସେଇଠୁ ମୁଁ ଆଉ ପାରିବିନି, ତା ଜଙ୍ଗଲରେ ଦୌଡ଼ି ପୁଣି ଆସିକିରି କହିଲି ବ୍ୟାଙ୍କବାଲାଙ୍କୁ ଟିକେ ପୋଲିସକୁ ଫୋନ୍ କରନ୍ତୁ, ମୋର ଏମିତି ପଇସା ଚୋରି ହେଇଗଲା, ନେଇଗଲେ ଛଡ଼େଇକି। ସେଇଠୁ ସେମାନେ କହିଲେ ଏଇଠି ପାଖରେ ପୋଲିସ ଷ୍ଟେସନ୍, ଆପଣ ଯାଆନ୍ତୁ ପୋଲିସ ଷ୍ଟେସନରେ କହିବେ। ତାପରେ ଆସିଲି, ଏଇଠି କହିଲେ ସେ FIR ଦିଅ। FIR ମୁଁ ଖାଲି ଦସ୍ତଖତଟା କରିକି ମୋ ସାଙ୍ଗରେ ଦୁଇ ଜଣ ଗଲେ ବି ପୋଲିସ। ସେଇଠୁ ଆମେ ଯାଇ ପହଞ୍ଚିଲା ବେଳକୁ ମୋ ପଛେ ସେଇଠିକା ପବ୍ଲିକ ଯାଇକି ତା ପଛେ ଗୋଡ଼େଇକି ସେ ଗୋବର ଗଦା ଭିତରେ ପଶିଥିଲା, ତାକୁ ମାଡ଼ି ବସିଲେ ଆଣିକି ବାନ୍ଧିକିରି